हेलो स्टूडेंट ମୁଁ ମୋର ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ଚ୍ୟାନେଲକୁ ୱେଲକମ୍ ଜଣାଉଛି। ଆଶା କରୁଛି ପିଲାମାନେ ସମସ୍ତେ ବହୁତ ଭଲରେ ଥିବେ ଏବଂ ଆପଣଙ୍କ ଫ୍ୟାମିଲିରେ ମଧ୍ୟ ବହୁତ ଭଲରେ ଥିବେ। ତ ପିଲାମାନେ ଆଜି ଦେଖିବା ତୃତୀୟ ଶ୍ରେଣୀର ଓଡ଼ିଆ ବହିର ଦେଖନ୍ତୁ ଟିକି ଫୁଲଟିର ବାସ। ଯେଉଁ ଟିକି ଫୁଲ ସେଇ ଫୁଲ ଛୋଟ ଫୁଲମାନଙ୍କର ଯେଉଁ ବାସ ସୁଗନ୍ଧ ଭରା କେମିତି କ'ଣ ଭାସିଥାଏ ତା ଦେଖିବା ସେଇ ବିଷୟରେ ଦେଖିବା। ତା ପୂର୍ବରୁ ପିଲାମାନେ ଯଦି ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ନାହାନ୍ତି ତାହେଲେ ଯଦି ଆପଣ ଜଏନ୍ ହେବାକୁ ଚାହୁଁଛନ୍ତି ତାହେଲେ ସର୍ବପ୍ରଥମେ ପ୍ଲେ ଷ୍ଟୋରରେ ଯାଇକି ଟେଲିଗ୍ରାମ ବୋଲି ସର୍ଚ୍ଚ କରି ଏଇ ଆପ୍ସଟା ଡାଉନଲୋଡ଼ କରିବେ। ଟେଲିଗ୍ରାମ ଆପ୍ସ ଯଦି ଅଛି ଆପଣଙ୍କୁ କୌଣସି ଡାଉନଲୋଡ଼ କରିବାକୁ ପଡ଼ିବନି। ଆକୁ ଓପନ୍ କରିବେ ଟେଲିଗ୍ରାମକୁ ହେଲା। ଓପନ୍ କଲା ପରେ ତାକୁ ସର୍ଚ୍ଚ କରିଦେବେ ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍। ଆମ ଟେଲିଗ୍ରାମ ଗ୍ରୁପର ନାମ ହେଉଛି ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍। ତ ଦେଖିବେ ପ୍ରଥମ ପେଜରେ ଆସିବ ଏବଂ ଦେଖିବେ ସେଇଠି ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍ ବୋଲି ଥିବ ଲୋଗୋରେ ତଳେ ଜଏନ୍ ବୋଲି ଆସିବ। ସେଇ ଜଏନ୍ରେ ଆପଣ କ୍ଲିକ୍ କଲେ ଆପଣ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇପାରିବେ। ଓକେ, ଆପଣ ଜଏନ୍ ହେଲେ 1ରୁ 10th +2 ସମସ୍ତ କ'ଣ 1ରୁ 10 ଯାଏଁ ଓଡ଼ିଆ ମିଡ଼ିୟମ୍ ବୁକ୍ PDF ଆକାରରେ ଫ୍ରିରେ ପାଇପାରିବେ, ପଢ଼ିପାରିବେ, କୌଣସି ପଇସା ଲାଗିବ ନାହିଁ। ଏବଂ ଯେତେ ସବୁ ଆମର କ୍ଲାସ୍ ହେଇଛି ସେସବୁର ଲିଙ୍କ୍ ମଧ୍ୟ ଆମର ଟେଲିଗ୍ରାମ ଗ୍ରୁପରେ ସମସ୍ତ ପ୍ରୋଭାଇଡ଼ କରାହେଇଛି ଏବଂ ଆପଣଙ୍କୁ ଷ୍ଟାଟିଷ୍ଟିକ୍ ମଧ୍ୟ ମିଳିବ ହେଲା। ଏସବୁ ମିଳିବ। ତ ଆପଣମାନେ ସମସ୍ତେ ଯାଇକି ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଆନ୍ତୁ। ତ ଆସନ୍ତୁ ଏଇ ଟିକି ଫୁଲଟିର ବାସ ବିଷୟରେ ପଢ଼ିବା। ତ ତା ପୂର୍ବରୁ ସମସ୍ତ ସାଙ୍ଗମାନଙ୍କୁ ଏଇ ଭିଡ଼ିଓକୁ ସମସ୍ତେ ସେୟାର କରନ୍ତୁ, ଲାଇକ୍ କରନ୍ତୁ ହେଲା ଏବଂ ଅନ୍ୟମାନଙ୍କୁ ସେୟାର କରନ୍ତୁ ଯେଉଁମାନେ କି ଉପକୃତ ହେଇପାରିବେ। ତ ଚାଲନ୍ତୁ ପିଲେ ଦେଖିବା। ପ୍ରଥମେ ଏଇଟା ପଢ଼ିକି ଯିବା। ଦେଖ, ପବନ ବହର ମହୁମାଛି ଏକ ମିଳିଲେ ଏକାଠି ଦିନେ, ଟିକି ଫୁଲଟିଏ ମନ କଥା ତାର କହିଲା ତାଙ୍କରି କାନେ। ତାପରେ ଦେଖିବା, ଜଗତ କରତା କେତେ ଆଦରରେ ଆଣିଲେ ଏଠାକୁ ମୋତେ, ସାନଟିରୁ ଆଣି ବଡ଼ଟିଏ କଲେ ଯେତେ ଯତନରେ ସଧେ। ଭାବନା ତାଙ୍କର ଅଟଇ ଅପାର କିଏ ବା ପାରିବ ଖୋଳି, ତାଙ୍କ ମନ ଜାଣି କରମ କରିଲେ ଦିଅନ୍ତି କରୁଣା ଢାଲି। ତାପରେ ଦେଖ, ନିତି ମୁଁ ଡାକଇ ଭକତି ଅନ୍ତରେ, ହେ ପ୍ରଭୁ ପରମେଶ୍ୱର, ଯେଉଁ ବାସଟିକ ମାଖି ଦେଇଅଛ ପ୍ରତି ପାଖୁଡ଼ାରେ ମୋର, ସେଇ ବାସନାକୁ ଭିତରିବା ପାଇଁ ଦିଅ ମୋ ମନରେ ବଳ, ତସି ଜନ ମନ ହୋଇବି ମୁଁ ଧନ୍ୟ, ଜିଇଁଥିବି ଯେତେ କାଳ। ତ ପଢ଼ିଦେଲେ ଦେଖିବା ଏବେ ଲାଇନ୍ ବାଇ ଲାଇନ୍ ଦେଖିବା କେଉଁଟା ମାନେ କଷ୍ଟିଆ ଶବ୍ଦ ମଧ୍ୟ ଆମେ ଦେଖିବା। ଦେଖ, ପବନ ବଅଁର, ଆପଣମାନେ ଜାଣିଥିବେ ପବନ ବଅଁର ମହୁମାଛି। ତ 3 ଜଣ ହେଇଗଲେ ପବନ ବଅଁର ହେଲା, ମହୁମାଛି ଏକ ମିଳିଲେ ଏକାଠି ଦିନେ। ଜଣେ କ'ଣ ହେଇଛି, ପବନ ବଅଁର ଏବଂ ମହୁମାଛି ଦିନେ ଏକାଠି ମିଶିଛନ୍ତି। ଟିକି ଫୁଲଟିଏ ମନ କଥା ତାର କହିଲା ତାଙ୍କରି କାନେ। ତାପରେ ଆମର ଯେଉଁ ଛୋଟ ପୁଷ୍ପ ଫୁଲ କ'ଣ କହିଛି ନା ଦିନେ ସେମାନଙ୍କୁ ହେଲା ତାଙ୍କରି କାନେ, କାହାରି କାନେ। ତ ଆମର ମହୁମାଛି ବଅଁର ଏବଂ ପବନ ତାଙ୍କରି କାନେ କ'ଣ କହିଛି ନା ବଅଁର ଏବଂ ମହୁମାଛି କାନରେ ତାର ଟିକି ଫୁଲର ତାର ମନର କଥା ସବୁ କହୁଅଛି। ବୁଝିପାରିଲେ? ଏବେ ଦେଖିବା, ଜଗତ କରତା କେତେ ଆଦରରେ ଆଣିଲେ ଏଠାକୁ ମୋତେ ହେଲା। ତ ଜଗତ କରତା ମାନେ ଯିଏ ସୃଷ୍ଟିକର୍ତ୍ତା, ଯିଏକି ଜଗତର ଜଗନ୍ନାଥ ହେଲା। ତ ଯେମିତି ଜଗତର ଯେଉଁ କର୍ତ୍ତା ଯିଏ ତିଆରି କରିଥାଏ ସିଏ କେତେ ଆଦରରେ ଆଣିଲେ ଏଠାକୁ ମୋତେ, ସେମିତି ଫୁଲ କହୁଛି। ତ ଜଗତର କର୍ତ୍ତା ଯିଏକି ମୋତେ ଏତେ ସ୍ନେହରେ ଆଦରରେ ମୋତେ ଏଇ ପୃଥିବୀକୁ ନା ଏଠାକୁ ଯେଉଁ ଆଣିଛନ୍ତି ମୋତେ, ସାନଟିରୁ ଆଣି ବଡ଼ଟିଏ କଲେ ଯେତେ ଯତନରେ ସତେ। ଛୋଟ ବେଳରୁ ଆଣି ପୁରା ବଡ଼ ହେବା ପର୍ଯ୍ୟନ୍ତ ଯେତିକି ଯତନର ସହିତ ମୋତେ ଏଠାକୁ ଆଣିଛନ୍ତି ସତେ। ଏମିତି କିଏ କହୁଛି? ଫୁଲ କହୁଛି ହେଲା। ସେମିତି ଦେଖ,
ଭାବନା ତାଙ୍କର ଅଟଇ ଅପାର କିଏ ବା ପାରିବ ଖୋଳି। ତାର ଯେଉଁ ଭାବନା ବହୁତ ବଡ଼ ତାଙ୍କ ହୃଦୟ, ଯିଏକି ମୋତେ ଛୋଟ ବେଳାରୁ ଆଣିକି ବଡ଼ କଲେ, ଯେତେ ଯତ୍ନରେ ହେଲେ ଏମିତି କହୁଛି ତାଙ୍କର ଯେଉଁ ଭାବନା ଅଟଇ ଅପାର ଅନନ୍ତ ଅପାର ତାଙ୍କର ହେଲା। ତ ତାଙ୍କୁ ଡେସ୍କ୍ରାଇବ୍ କରିହେବ ନାହିଁ ସେଇଭଳିଆ ହେଲା। ତ ଅନନ୍ତ ଅଟଇ ଅପାର ସିଏ, ତାକୁ କିଏ ବା କରିବ କଳି, ତାକୁ କିଏ ବା କହିପାରିବ ହେଲା। ତ ସେମିତି ଫୁଲ କହୁଅଛି ତାଙ୍କ ମନ ଜାଣି କରମ କରିଲେ ଦିଅନ୍ତି କରୁଣା ଡାଲି। ଆମେ ଏଭଳି କର୍ମ କରିବା, ତାର ମନକୁ ଯେମିତି କିଣିନେଲା ଭଳି କର୍ମ କରିବା ଆମେ, ତାହେଲେ ସେଇ ଭଗବାନ ଅଟଇ ଅନନ୍ତ ଅପାର ସିଏ ଆମକୁ ଦିଅନ୍ତି କରୁଣା ଡାଲି। ମାନେ ଆମମାନଙ୍କୁ ସେଇ ଯେମିତି କର୍ମ କରିବା, ମାନେ ଏମିତି କର୍ମ କରିବା ଯେମିତିକି ଭଗବାନଙ୍କ ମନକୁ କିଣିନେଲା ଭଳି ଆମେ ଯଦି କର୍ମ କରିବା, ତାହେଲେ ଭଗବାନ ଆମକୁ ଦିଅନ୍ତୁ କରୁଣା ଡାଲି ଦିଅନ୍ତି ହେଲା। ସେମିତି କହୁଛି କିଏ ନା ଫୁଲ କହୁଛି ହେଲା। ଭଅଁର ଏବଂ ମହୁମାଛି, ବୁଝିପାରିଲେ? ସେମିତି ଦେଖ, ନୀତି ମୁଁ ଡାକଇ ଭକତି ଅନ୍ତରେ, ହେ ପ୍ରଭୁ ପରମେଶ୍ୱର। ତ ମୁଁ ନୀତି ମାନେ ପ୍ରତିଦିନ ମୁଁ ଡାକୁଅଛି ଭକତି ଅନ୍ତରେ ଭିତରୁ ଆଟୁ ଡାକୁଛି, ଭକ୍ତିର ସହିତ ଡାକୁଅଛି ମୁଁ, ହେ ପ୍ରଭୁ ପରମେଶ୍ୱର। ଯେଉଁ ବାସଟିକ ମାଖି ଦେଇଅଛ ପ୍ରତି ପାଖୁଡ଼ାରେ ମୋର। ଯେଉଁ ବାସ ମାନେ ଯେଉଁ ସୁଗନ୍ଧ ଭରା ଯେଉଁ ଆମେ କହୁଛୁ ବାସନା, ସେଇ ଯେଉଁ ବାସଟା ଆମର ଏଇ ପାଖୁଡ଼ାରେ ମାଖି ଦେଇଅଛ ପ୍ରତି ପାଖୁଡ଼ାରେ, ହେ ପ୍ରଭୁ ପରମେଶ୍ୱର ହେଲା। ମାଖି ଦେଇଅଛ ଯେଉଁ ପାଖୁଡ଼ାରେ ମୋର, ହଁ ନା ନାଇଁ? ଦେଖିବେ ବର ଯାଇକିନା ସେଇ ଉପରେ ହିଁ ବସିବେ, ହଁ ନା ନାଇଁ? ଯେଉଁ ବାସନା ହେଲା ଆସୁଥିବ ନା ନାଇଁ? ସେଇ ବାସନାକୁ ଭିତରିବା ପାଇଁ ଦିଅ ମୋ ମନରେ ବଳ। ସେଇ ବାସନାକୁ ଆମେ ଆଉ ମୋତେ ବଳ ଦିଅ, ମୋତେ ଶକ୍ତି ଦିଅ। ସେଇ ମୁଁ କି ଆଉ ଅଧିକ ଯେମିତିକି ସେଇ ବାସନାଟାକୁ କ'ଣ କରିପାରିବି, ଆହୁରି ଭିତରେ ବାହାର କରିପାରିବି, ମୋତେ ଆହୁରି ଦରକାର ବଳେ ସେ କହୁଛନ୍ତି। ତସି ଜନ ମନ ହୋଇବି ମୁଁ ଧନ୍ୟ, ଝିଁଥିବା ଯେତେ କାଳ ପର୍ଯ୍ୟନ୍ତ ମୁଁ ବଞ୍ଚି ସେ ପର୍ଯ୍ୟନ୍ତ ମୁଁ କରିବି। ତସି ଜନ ମାନେ ସମସ୍ତେ କ'ଣ ଆସିକି ସବୁ ତସି ନେଉଛନ୍ତି, ମାନେ ନେଉଛନ୍ତି ଦେଖ ଭଅଁର ମହୁମାଛି ସବୁ, ଯେ ପର୍ଯ୍ୟନ୍ତ ତ ମୁଁ ବଞ୍ଚିଥିବି ସେ ପର୍ଯ୍ୟନ୍ତ ମୁଁ କ'ଣ ଏହା ମାନେ କ'ଣ ଭିତରିବା ପାଇଁ, ତାର ବାସନାକୁ ଭିତରିବା ପାଇଁ ସେ କହୁଅଛି ଫଳ ହେଲା। ତ ଦେଖିବା ପିଲେ, ଦେଖନ୍ତୁ ଅଭ୍ୟାସରୁ ମଧ୍ୟ ଦେଖିବା କେତେ କୋଶ୍ଚିନ୍ ଅଛି। ତା କୋଶ୍ଚିନ୍ ସରିଲା ପରେ ଆମେ ବେଶୀ କୋଶ୍ଚିନ୍ ନାହିଁ, ଜଷ୍ଟ ଟିକେ କମ୍ ଅଛି ହେଲା। ତ ସାରିଦେବା କୋଶ୍ଚିନ୍ ଆନ୍ସର୍ ମଧ୍ୟ। ଦେଖ 1 ନମ୍ବର ଦେଖ, ଆସ କବିତାର ଉତ୍ତର ଖୋଜିବା ଓ କଥାବାର୍ତ୍ତା ହେବା। ଦେଖ ଫୁଲ ସହିତ କେଉଁମାନଙ୍କର ଦେଖା ହେଲା? ପବନ, ଆଉ କ'ଣ ଭଅଁର, ମହୁମାଛି, ଏମାନଙ୍କର ଦେଖା ହେଲା, ହଁ ନା ନାହିଁ? ସେମିତି ଦେଖ ଭଅଁର ଓ ମହୁମାଛି କିଏ ମନ କଥା କହିଲା? ଫୁଲ ତାର ମନ କଥା କହିଲା। ସେମିତି ଭଗବାନ କେଉଁ କାମଟିକୁ ଭଲ ପାଆନ୍ତି? କେଉଁ କାମଟିକୁ ବହୁତ ଭଲ ପାଆନ୍ତି? ଦେଖ କେଉଁ କାମକୁ? ଦେଖ ଭାବନା ତାଙ୍କର ଅଟାଇ ଅପାର କିଏ ବା କରିବ ପାଳି, ତାଙ୍କର ମନ ଜାଣି କର୍ମ କରିଲେ ଦିଅନ୍ତି କରୁଣାଲି। ତ କେଉଁ କାମକୁ ତାଙ୍କେ ବହୁତ ଭଲ ପାଆନ୍ତି? କର୍ମ କଲେ, କ'ଣ ବହୁତ ଭଲ କର୍ମ କଲେ ଆପଣ କ'ଣ ଭଗବାନ ତାକୁ କାମଟିକୁ ବହୁତ ଭଲ ପାଆନ୍ତି, କରୁଣା ଡାଲି ଦିଅନ୍ତି। ଭକତି ଅନ୍ତରେ କିଏ ପରମେଶ୍ୱରଙ୍କୁ ଡାକୁଥିଲା? ଫୁଲ ଭକ୍ତିର ଅନ୍ତର ଭିତର ଡାକୁଥିଲା ଫୁଲ। ଫୁଲ କ'ଣ ଭିତରିବା ପାଇଁ ଚାହୁଁଅଛି? ବାସନା, ହଁ କି ନାହିଁ? ବାସନା ଭିତରିବା ପାଇଁ ଚାହୁଁଛି, ବୁଝିପାରିଲେ ହେଲା। ନେକ୍ସଟ ଦେଖିବା, ଦେଖନ୍ତୁ ଆସ ପଦ୍ୟ ରୂପରେ ଗଦ୍ୟରେ ପ୍ରକାଶ କରି ଖାଲି କୋଠରୀ ଲେଖିବା। ଦେଖ ଏଇଟା ହେଉଛି ପଦ୍ୟରେ ଯତନ କୁହାଯାଏ, କିନ୍ତୁ ଗଦ୍ୟ ରୂପରେ ଲେଖିଲେ ତାକୁ ଯତ୍ନ। ସେମିତି ଦେଖ ପଦ୍ୟରେ କରମ ଅଛି, ତାକୁ ଯଦି ଆମେ ଗଦ୍ୟ ରୂପରେ ଲେଖିବା କର୍ମ ହେବ। ସେମିତି ଭକତି ଅଛି ପଦ୍ୟରେ, ଗଦ୍ୟରେ ଲେଖିଲେ ଭକ୍ତି, ବୁଝିଲେ। ଧର୍ମ ହେବ ଏଇଠି, ଧର୍ମରୁ ଧର୍ମ, ପରାଣରୁ ପ୍ରାଣ ହେବ ହେଲା। ସେମିତି କରତାରୁ କର୍ତ୍ତା ହେବ ହେଲା, ଏଇଭଳିଆ ଲେଖିବା ହେଲା। ସେମିତି ଦେଖ 3 ନମ୍ବର କ'ଣ ଅଛି? ଦେଖ ପ୍ରଜାପତିର ବାମପଟେ ଡାହାଣରେ ଥିବା ଶବ୍ଦ ଓ ତାର ବିପରୀତ ଅର୍ଥବୋଧକ ହେଲା।
ଶବ୍ଦକୁ ଡାହାଣ ପଟେ ଡାହାଣ ବାଛି ତଳ କୋଠରୀରେ ଲେଖ। ଦେଖ ତଳ କୋଠରୀ ଅଛି, ଏଠୁରୁ ଦେଖ ଇଆଡ଼େ କେତେ ଶବ୍ଦ ଅଛି, ଇଆଡ଼େ କେତେ ଶବ୍ଦ, ତ ତାର ବିପରୀତ ଶବ୍ଦ ଏମିତି ଯୋଡ଼ିକି ଆମେ କେଉଁଠି ଲେଖିବା? ଦେଖ ଯେମିତିକି ଭିତର ବାହାର ପଟେ ଦେଇଛି। ଦେଖ ଭିତର ଆଉ ବାହାର, ଦେଖ ଏଇଠି ଭିତରେ ଗୋଟେ ଥିବ, ବାହାର ଗୋଟେ ଥିବ। ଭିତର ବାହାର ଅଛି ନା ନାହିଁ? ଏ ଦୁଇଟା ଯୋଡ଼ିକି ଆମେ ଏଇଠି ଲେଖିଲେ ହେଲା, ଏଠି ଲେଖିଲେ କି ନାହିଁ? ସେମିତି ଆଉ ଦୁଇଟା ଯୋଡ଼ିକି ଏଠି ଲେଖିବା, ଏଠି ଯୋଡ଼ିବା, ଏଠି ଏମିତି ଲେଖିବା। ତ ଆପଣମାନେ ଏଠି ତଳେ ଲେଖିବେ, ମୁଁ ଖାଲି ଦେଖେଇ ଦେଉଛି। ଦେଖ ଯୋଡ଼େଇ ଦେଉଛି, ଭିତର ବାହାର ହେଇଗଲା, ହଁ ନା ନାହିଁ? ସାନରୁ ବଡ଼ ହେଇଯିବ, ସରଳରୁ କ'ଣ? ଦେଖ ଆଦରରୁ ଅନାଦର, ହଁ ନା ନାହିଁ? ଦିନରୁ ରାତ୍ରି ହେଲା, ଯତନରୁ ଅଯତନ ହେବ ହେଲା, ସରଳରୁ ଜଟିଳ ହେବ ହେଲା, ଆଦରରୁ ଅନାଦର, ମିଳନରୁ ବିଚ୍ଛେଦ, ଏଇ ମିଳନରୁ ଆଣିକିରି ବିଚ୍ଛେଦ ହେଲା। ତ ବୁଝିପାରିଲେ ଏଠି? ନେକ୍ସଟ ଏଇ ସବୁକୁ ଆମେ ଏଠି ଲେଖିବେ, ଏଇଠି ଆଣିକି ଲେଖିବେ ହେଲା। ଏବେ ଦେଖିବା, ଦେଖ 4 ନମ୍ବର ଦେଖ, ତଳ କୋଠରୀରେ ଥିବା ଅକ୍ଷର ଗୁଡ଼ିକୁ ନେଇ 2 ଅକ୍ଷର ଓ 3 ଅକ୍ଷର ଗୁଡ଼ିକ ବିଶିଷ୍ଟ ଗଡ଼। ଦେଖ ଏ ଶବ୍ଦ ଗୁଡ଼ିକରୁ କେତେ ଗୁଡ଼ିଏ ପଠିତ କବିତାରେ ଅଛି। ଯେମିତିକି ଏଠି ଦେଖ, ଯେମିତିକି ଜଗତ ଅଛି ନା ନାହିଁ କବିତାରେ, ଲେଖିବେ ଜଗତ। ସେମିତି ଫୁଲ ଅଛି ହେଲା, ଫୁଲ ଲେଖିବେ। ସେମିତି କରୁଣା ଲେଖିବେ, କରୁଣା ହେଲା, କରୁଣା। ସେମିତି ଜଗତ ଅଛି ହେଲା, ଜଗତ। ଏସବୁ ଲେଖିବେ କେଉଁଠିକି? ଏଇ ସବୁ କୋଠରୀରେ। ଏବଂ ଦେଖିବେ କେତୋଟି ଶବ୍ଦକୁ କେତୋଟି ଶବ୍ଦ ଆପଣ ଗଢ଼ି ପାରୁଛନ୍ତି। ଏବଂ ଦେଖିବେ କେତୋଟି ଶବ୍ଦ ଯେଉଁ ଆମର ଯେଉଁ କବିତା ଯେଉଁ ପଢ଼ିଲେ, ଆରି ଉପରେ ଯେଉଁଟା ପଢ଼ିଲେ ଏଇଠି ଦେଖ, ଆମେ ଯେତେ କହିଲେ ଏଠି ଅଛି ଦେଖ, ଯେମିତିକି ବାସନା ଟାଇପ୍ ଅଛି ହେଲା, ସେମିତି ଆଉ ଦେଖ ହେଲା। ତାପରେ ଥିବ ଏଇଠି ଦେଖ କରୁଣା, କହିଲେ ନା ନାହିଁ? କରୁଣା ହେଲା, ଏଇଭଳିଆ ଥିବ। ଯେମିତି ଜଗତ, ଦେଖିବେ କେଉଁଟା କେଉଁଟା ଅଛି ହେଲା, ବୁଝିଲେ ହେଲା ଏତିକି। ସେମିତି ଦେଖନ୍ତୁ 5 ନମ୍ବରକୁ ଦେଖନ୍ତୁ, ଲେଖିବେ ଆଉ କେତେ ଏମିତିକି ନିଚେ କରିକି ହେଲା। ପଦ୍ୟର ତୃତୀୟ ପଦରେ ଥିବା କଳି ଶବ୍ଦ ସହିତ ଢଳି ମିଳୁଛି, ମିଶୁଛି ନା ନାହିଁ? ସେହିପରି ଆଉ 2ଟା ଲେଖାଏଁ ଶବ୍ଦ ଲେଖ ଯାହାର ଦ୍ୱିତୀୟ ଅକ୍ଷର ଅଳି ଥିବ, ସେଭଳି ଯେମିତିକି ତାଳି, ଥାଳି। ସେମିତି ଲେଖ ଆହୁରି ଗୋଟେ, ଯେମିତିକି ଆହୁରି ଗୋଟେ କୁଳି, ଦେଖ କୁଳି ସହିତ ମୁଳି ସେମିତି ଥିବ, ହଁ ନା ନାହିଁ? ସେମିତି ଲେଖ, ଦେଖ ତୁଳି ସହିତ କୁଳି ହେବ, ତୁଳି ସହିତ କୁଳି ମଧ୍ୟ ହେବ, ହଁ ନା ନାହିଁ? ହେଲା, ଏମିତି ଲେଖିବେ। 2-3ଟି ଶବ୍ଦ ଲେଖିବା ପାଇଁ କୁହାଯାଇଛି ହେଲା, ଆପଣମାନେ ଲେଖିବେ। ସେମିତି ଦେଖନ୍ତୁ 6 ନମ୍ବରକୁ ଦେଖନ୍ତୁ, ଯେଉଁ ପଦରେ ବାସନା ଭିତରିବା କଥା କୁହାଯାଇଛି ସେଇ ପଦଟିକୁ ମନେ ପକାଇ ଲେଖିବା। ଯେଉଁ ବାସନା ଭିତରିବା ପଦ ଯେଉଁ ଆମର କ'ଣ ଏଇ ଗୀତରେ ଅଛି ନା ନାହିଁ, ତାକୁ ଏଠି ଲେଖିବା। ଦେଖ ବାସନା ବିଷୟରେ କୁହାଯାଇଛି, ଏଠି ଦେଖ ଏସବୁକୁ ଲେଖିବେ। ଦେଖ ଏଇ ଏତିକି ଅଛି ନା ନାହିଁ? ଏଇ ଯେଉଁ ସେଇ ବାସନାକୁ ଭିତରିବା ପାଇଁ ଯାହା ସବୁ ଅଛି, ଆପଣମାନେ ଏକୁ ଆଣିକି ଏଇଠି ସବୁ ଲେଖିବେ, ଏଇଠି ବୁଝିପାରିଲେ? ଏଇଠି ଲେଖିବେ ହେଲା। ସେମିତି ଦେଖନ୍ତୁ 7 ନମ୍ବର, ପ୍ରଶ୍ନ ଗୁଡ଼ିକୁ ଭଲ ଭାବରେ ପଢ଼ି ଉତ୍ତର ଗୁଡ଼ିକୁ ପୂର୍ଣ୍ଣ ବାକ୍ୟରେ ଲେଖିବା। ଦେଖ ଟିକି ଫୁଲଟିଏ କାହାକୁ ନିଜର ମନ କଥା କହୁଥିଲା? କାହାକୁ? ଟିକି ଲେଖିବେ, ଟିକି ଫୁଲଟିଏ କାହାକୁ ନିଜର ମନ କଥା କହୁଥିଲା? ଆମର ଭଁଅର। କାହାକୁ? ଭଁଅର ଏବଂ ମହୁମାଛିକୁ। କାହାକୁ? ଭଁଅର ଏବଂ ମହୁମାଛିକୁ ନିଜର ଭିତରିଆ କଥା କହୁଥିଲା। ସେମିତି ଦେଖ ଫୁଲଟିଏ ଯେତେବେଳେ ଯାଏ କ'ଣ କରିବାକୁ ଚାହୁଁଛି? ବାସନା ଭିତରିବା ପାଇଁ। କ'ଣ? ବାସନା ଭିତରିବା ପାଇଁ ହେଲା, ବାସନା ଭିତରିବା ପାଇଁ ହେଲା। ସେମିତି କେତେ ଆଦରରେ ଆଣିଲେ ଏଠାକୁ ମୋତେ ହେଲା, ଏହା କିଏ କହିଛି ଏବଂ କାହାକୁ କହିଛି? ତ କେତେ ଆଦରରେ ଆଣିଲେ ଏଠାକୁ ମୋତେ, ଏହା ଫୁଲ କହିଛି। କିଏ? ଏମିତି ଫୁଲ କହିଛି, କାହାକୁ କହିଛି? ମହୁମାଛି ଏବଂ ଭଁଅର, ମହୁମାଛି ଏବଂ ଭଁଅରକୁ କହିଛି। ମାନେ ତାକୁ କହୁଛି ତାକୁ, ଏ 2 ଜଣଙ୍କୁ, କିନ୍ତୁ କିଏ ଆଣିଛି ୟାକୁ? ପ୍ରଭୁ ପରମେଶ୍ୱର ଆଣିଛି, ହଁ ନା ନାହିଁ? ପ୍ରଭୁ ପରମେଶ୍ୱର
ହେଲା। ଦେଖ ତୁମେ ଯଦି ଗୋଟେ ଫୁଲ ହେଇଥାନ୍ତ ତେବେ ତୁମେ କ'ଣ କରି ବଗିଚା କରିଥାନ୍ତ 5 ଧାଡ଼ି ଲେଖିବେ। ତ ଆପଣ ଯଦି ଫୁଲ ହେଇଥାନ୍ତେ ତ ଆପଣ କ'ଣ କରିଥାନ୍ତେ 5 ଧାଡ଼ିରେ ଲେଖିବେ ହେଲା। ନିଶ୍ଚିତ ଭାବରେ ଯଦି ଆପଣ ଫୁଲ ହେଇଥାନ୍ତେ ଆପଣ କ'ଣ କରିଥାନ୍ତେ ତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ ହେଲା। ସେମିତି ଦେଖନ୍ତୁ ତଳେ ଦିଆହେଇଛି, ଦେଖନ୍ତୁ ତଳେ ଦିଆଯାଇଥିବା ଫୁଲ ଗୁଡ଼ିକର ଚିତ୍ରର କଲର୍ ଦେବେ ହେଲା। ଯେମିତିକି ଦେଖ ଅଛି ଡାଳିଆ, ଗୋଲାପ, ମନ୍ଦାର ଯେମିତି ହେଲା। ଏସବୁକୁ ଆପଣ ଆପଣଙ୍କ କଲର୍ ନାହିଁ କି ଯେଉଁ କଲର୍ ଥିବ ସେସବୁ ଦେଖି କି କଲର୍ କରିବେ, ଠିକ୍ ହେଲା। ତ ଆଶା କରୁଛି ପିଲାମାନେ ଆମର ଏଇ ଟିକି ଫୁଲଟିର ବାସ ବୁଝିପାରିଥିବେ। ତ ପିଲାମାନେ ଆମେ ଏଇ ଟିକି ଫୁଲଟିର ବାସ ମଧ୍ୟ ସାରିଦେଲେ। ତ এই ଭିଡ଼ିଓଟା ଭଲ ଲାଗୁଥିଲେ କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସେୟାର କରନ୍ତୁ। ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ।